ଆଜି ଏନ୍ତା କିଏ ଆସୁଛନ୍ ଯେ ଆମର୍ ଘର ଏତ୍କି ଡିଜାଇନ୍ କରାହେଇଛି। ଜାଣିଲେ ଆପଣମାନେ ବି କାବା ହେଇଯିବେ। ଦେଖୁଥିବେ ରଙ୍ଗ ବିରଙ୍ଗର ଫୁକାର୍ ସାଙ୍ଗେ ରଙ୍ଗ ବିରଙ୍ଗର ରଙ୍ଗୋଲି କଟା ହେଇଛି, ଯେନ ଲେଖା ହେଇଛି ୱେଲକମ୍। ଆର୍ ୱେଲକମ୍ ଲେଖା ହେଇଛି ମାନେ ନିଶ୍ଚିତ ହିସମେ ଗୋଟେ ବରକସିଆ କୁନୁଆଟେ ଆମର୍ ଗାଁକେ ଆମର୍ ଘରକେ ଆସିବେ। ଟିକେ ଭିତରକେ ଯେତେବେଲେ ଗଲେ ଇ ଜାଗାନ ଗୋଟେ ବଢ଼ିଆ ଚିତ୍ରଟେ କଟା ହେଇଛି, ଯେନ୍ତାକି ଆପଣ ଦେଖିକରି ଜାନି ସାରିବେନ ନୂଆ ହେଇକରି ଜଣେ ବେବିଟେ ଆଜିର ଘରକେ ବିରାଜମାନ କରିବେ। ଆଉ ସେଥିର୍ଲାଗି ଚାଲିଛେ ଏତ୍କି ସାଜବାଜ ଡିଜାଇନ୍। ତ ସେ ବେବି କିଏ ତା ଦେଖୁନ୍, ସେ ବେବି ଭିତରକେ ଢୁକିଲେ ନ ହେଲେ ଆପଣମାନେ କହୁଥିବେ ବେବି କି କେନ୍ତା ନା ଦେଖାବାର ବୋଲିକିରି। ଟିକେ ଟାକ ଟୁଇଷ୍ଟ ତ ଇନ ଅଛି। ଏଟା ହଉଛନ୍ ଆମର ମିଲି ସିଷ୍ଟରର ଝି, ଯେନ୍ଟାକି ଆମର ଭାଞ୍ଜି। ଆଉ ସେଥିର୍ଲାଗି ଏ ଦେଖ ମାଇଁ ତାକର ପୂଜା ପାଠ ମାନେ ଗୋଡ଼ଧୁଆ ଆମର୍ ଆଡ଼େ ରୀତିନୀତି ଅଛେ। ଭାଞ୍ଜି ଭଞ୍ଜା ଯେତେବେଲେ ପହଲା ହେଇକରି ମାମୁଁ ଘରକେ ଆସନ୍, ମାଇଁମାନେ ଯାହା ଥିବେ ଆଉ ମାମୁଁମାନେ ଯାହା ଥିବେ ଭଞ୍ଜା ଭାଞ୍ଜିର ଗୋରସ୍ତି ଧୁଇକରି ସ୍ୱାଗତ କରସୁଁ। ଇଟା ହଉଛି ଆମର କୁଇଲଦାମାନଙ୍କର ଗୋଟେ ବଡ଼ ରୀତି, ଯେନ୍ଟାକି ସମସ୍ତେ ଆମେ କଲୁ, ଆପଣମାନେ ଦେଖୁଛନ୍। ଆଉ ଭାଞ୍ଜି ତ ଯେତେବେଲେ ଗୋଡ଼ ଧୁଆ ଆମେ କରୁଥିଲୁ, ବଢ଼ା ଔଷଧ ଦଉଥିଲେ କାଣା କରିଛନ୍ ବୋଲିକିରି ଭାବୁଥିବେ। ଆଉ ଇହାଦେ ଇଟା ସମସ୍ତଙ୍କୁ ଦେଖା ହେଲା। ତାର ପରେ ମାମୁଁ ଆନିଥିଲେ ଗୋଟେ ୱେଲକମ୍ କେକ୍, ଯେନ୍ଟାକି ବାକି ଆଗ୍କେ କାର୍ଯ୍ୟକ୍ରମ କରାହେଲା, ସେଟା ଦେଖୁନ୍।